ଏପ୍ରିଲ 1 ତାରିଖରୁ ବଦଳିଯିବ ଗୁଗୁଲ ପେ, ଫୋନ ପେ, ପେଟିଏମ୍ ଚଳାଇବାର ତରିକା। ଆରବିଆଇ ଜାରି କଲା କଠୋର ନିୟମ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ସମସ୍ତ ଅନଲାଇନ୍ ପେମେଣ୍ଟ ବ୍ୟବହାରକାରୀଙ୍କୁ ସାବଧାନ। ଏପ୍ରିଲ 1, 2026 ଠାରୁ ୟୁପିଆଇ ଏବଂ ନେଟ୍ ବ୍ୟାଙ୍କିଂକୁ ନିୟନ୍ତ୍ରଣ କରୁଥିବା ନିୟମ ପରିବର୍ତ୍ତନ ହୋଇଛି। ଆପଣଙ୍କର ସୁରକ୍ଷା ଆଉ କେବଳ ଓଟିପି ଉପରେ ନିର୍ଭର କରିବ ନାହିଁ। ଆରବିଆଇ ଏକ ଡବଲ ଲକ୍ ସିଷ୍ଟମ ପ୍ରଚଳନ କରୁଛି। ଏହା କ'ଣ ଆପଣଙ୍କ ୱାଲେଟ୍ ଉପରେ ଏକ ଅତିରିକ୍ତ ବୋଝ ପକାଇବ, ନା ଏହା ଶେଷରେ ଆପଣଙ୍କୁ ଠକେଇର ବିପଦରୁ ମୁକ୍ତ କରିବ? ଚାଲନ୍ତୁ ଏହି ବିଷୟରେ ଅଧିକ ଜାଣିବା। ଡିଜିଟାଲ ପେମେଣ୍ଟର ନୂତନ ସୁରକ୍ଷା କବଚ। ଏପ୍ରିଲ 1, 2026 ଠାରୁ ଅନଲାଇନ୍ ପେମେଣ୍ଟର ନିୟମ ପରିବର୍ତ୍ତନ ହେଉଛି। ଡିଜିଟାଲ ଠକେଇକୁ ରୋକିବା ପାଇଁ ଆରବିଆଇ 2 ଫ୍ୟାକ୍ଟର ଅଥେଣ୍ଟିକେସନକୁ ବାଧ୍ୟତାମୂଳକ କରିଛି। ଏବେ ଆପଣ କରୁଥିବା ପ୍ରତ୍ୟେକ ପେମେଣ୍ଟକୁ ସୁରକ୍ଷାର 2ଟି ଭିନ୍ନ ସ୍ତର ଦେଇ ଯିବାକୁ ପଡ଼ିବ। ତେବେ ଏଥର କେବଳ ଓଟିପିରେ କାମ ହେବନି। ଏପର୍ଯ୍ୟନ୍ତ ଆମେ ପେମେଣ୍ଟ ପାଇଁ କେବଳ ଏସ୍ଏମ୍ଏସ୍ ଆଧାରିତ ଓଟିପି ଉପରେ ନିର୍ଭର କରୁଥିଲୁ, ଏପରି କୋଡ୍ ଯାହାକୁ ହ୍ୟାକର ସହଜରେ ଅଟକାଇ ଚୋରି କରିପାରିବେ। ବର୍ତ୍ତମାନ ଏକ ପେମେଣ୍ଟ ସମାପ୍ତ କରିବା ପାଇଁ ଅତି କମ୍ରେ 2ଟି ଭେରିଫିକେସନ ଆବଶ୍ୟକ ହେବ, ଯେପରିକି ବାୟୋମେଟ୍ରିକ୍ ପ୍ରମାଣୀକରଣ ଯଥା ଆଙ୍ଗୁଠି କିମ୍ବା ଫେସ୍ ଆଇଡି ସହିତ ଏକ ପିନ୍। ଡାଇନାମିକ୍ ଅଥେଣ୍ଟିକେସନର ଆବଶ୍ୟକତା କ'ଣ ରହିଛି? ନୂତନ ନିୟମ ଅନୁସାରେ 2ଟି ଭେରିଫିକେସନ ମଧ୍ୟରୁ ଅତି କମ୍ରେ ଗୋଟିଏ ଡାଇନାମିକ୍ ହେବା ଆବଶ୍ୟକ ଅଟେ। ଏହାର ଅର୍ଥ ହେଉଛି ପ୍ରତ୍ୟେକ କାରବାର ପାଇଁ ନିର୍ଦ୍ଦିଷ୍ଟ ସୂଚନା ଅନନ୍ୟ ହେବ ଏବଂ ପୁନଃ ବ୍ୟବହୃତ ହୋଇପାରିବ। ଏହା ନିଶ୍ଚିତ କରେ ଯେ ଡାଟା ଲିକ୍ ହେବା ସମୟରେ ଆପଣ ମଧ୍ୟ ପାଣ୍ଠି ସୁରକ୍ଷିତ ରଖିପାରିବେ। ରିସ୍କ ବେସ୍ଡ ଅଥେଣ୍ଟିକେସନ କ'ଣ ରହିଛି? ଆରବିଆଇ ସିଷ୍ଟମକୁ ଅଧିକ ସ୍ମାର୍ଟ କରିଛି। ଛୋଟ ଦୈନନ୍ଦିନ ପେମେଣ୍ଟ ଯେପରିକି ଚା କିମ୍ବା ଖାଦ୍ୟ କିଣିବା ପାଇଁ ସୁରକ୍ଷା ପ୍ରୋଟୋକଲ କମ୍ କଠୋର ହେବ। ତଥାପି ବଡ଼ ପରିମାଣର କିମ୍ବା କୌଣସି ସନ୍ଦେହଜନକ କାରବାର ପାଇଁ ବ୍ୟାଙ୍କ ଆପଣଙ୍କଠାରୁ ଅତିରିକ୍ତ ଭେରିଫିକେସନ ଆବଶ୍ୟକ କରିବ। ଏହି ପଦ୍ଧତିକୁ ରିସ୍କ ବେସ୍ଡ ଅଥେଣ୍ଟିକେସନ କୁହାଯାଏ। ତେବେ ବ୍ୟାଙ୍କ ଉପରେ ରହିବ ସବୁ ଦାୟିତ୍ୱ, ଗ୍ରାହକ ରହିବେ ଚିନ୍ତାମୁକ୍ତ। ଏଠାରେ ସବୁଠାରୁ ବଡ଼ ଆଶ୍ୱସ୍ତି ହେଉଛି, ଯଦି କୌଣସି ବ୍ୟାଙ୍କ କିମ୍ବା ପେମେଣ୍ଟ କମ୍ପାନୀ ଏହି ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ ପାଳନ କରିବାରେ ବିଫଳ ହୁଏ ଏବଂ ଆପଣ ଠକାମିର ଶିକାର ହୁଅନ୍ତି, ତେବେ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ପରିମାଣର ଟଙ୍କା ଫେରସ୍ତ କରିବାକୁ ପଡ଼ିବ। ଦାୟିତ୍ୱ ଆପଣଙ୍କ ଉପରେ ରହିବ ନାହିଁ, ବରଂ ସମ୍ପୃକ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ହେବ। ତେବେ ୟୁପିଆଇ କାର୍ଡ ଏବଂ ୱାଲେଟ୍ ପାଇଁ ପ୍ରଯୁଜ୍ୟ ନିୟମ କ'ଣ ରହିଛି? ଏହି ନୂତନ ନିୟମଗୁଡ଼ିକ ସମସ୍ତ ଡିଜିଟାଲ ପେମେଣ୍ଟ ମାଧ୍ୟମଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଆପଣ ୟୁପିଆଇ ଯେପରିକି ଗୁଗଲ ପେ କିମ୍ବା ଫୋନ ପେ ବ୍ୟବହାର କରନ୍ତୁ, କିମ୍ବା କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରି କ୍ରୟ କରନ୍ତୁ, କିମ୍ବା ନେଟ୍ ବ୍ୟାଙ୍କିଂ ଏବଂ ଡିଜିଟାଲ ୱାଲେଟ୍ ବ୍ୟବହାର କରନ୍ତୁ। ଇଣ୍ଟରନ୍ୟାସନାଲ ପେମେଣ୍ଟ ପାଇଁ ଅକ୍ଟୋବର 1 ରହିଛି ଶେଷ ତାରିଖ। ଘରୋଇ କାରବାର ପାଇଁ ନିୟମଗୁଡ଼ିକ ଏପ୍ରିଲ 1 ତାରିଖରୁ କାର୍ଯ୍ୟକାରୀ ହେବ, କିନ୍ତୁ ବିଦେଶୀ ୱେବସାଇଟ୍ କିମ୍ବା ଆପ୍ଲିକେସନରେ କରାଯାଇଥିବା ପେମେଣ୍ଟ ପାଇଁ ଏହି ନିୟମଗୁଡ଼ିକ ଅକ୍ଟୋବର 1, 2026 ଠାରୁ ପ୍ରଯୁଜ୍ୟ ହେବ। ଏହା ସୁନିଶ୍ଚିତ କରିବ ଯେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ କରାଯାଇଥିବା ଅନଲାଇନ୍ ସପିଂ ମଧ୍ୟ ସୁରକ୍ଷିତ ରହିବ। ତେବେ ଏଥିପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ଏପ୍ରିଲ 1 ପୂର୍ବରୁ ଆପଣଙ୍କ ବ୍ୟାଙ୍କିଂ ଏବଂ ୟୁପିଆଇ ଆପ୍ଲିକେସନ ଅପଡେଟ୍ ହୋଇଛି ବୋଲି ନିଶ୍ଚିତ କରନ୍ତୁ। ଆପଣଙ୍କର ମୋବାଇଲ ଡିଭାଇସରେ ବାୟୋମେଟ୍ରିକ୍ ପ୍ରମାଣୀକରଣ ଯେପରିକି ଟିପ ଚିହ୍ନ କିମ୍ବା ମୁହଁ ଚିହ୍ନଟୀକରଣ ଆକ୍ଟିଭ୍ ରଖନ୍ତୁ। ତେବେ ମନେ ରଖନ୍ତୁ ଯେ କେବେ ବି ଆପଣଙ୍କର ପିନ୍ କିମ୍ବା ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ ଏବଂ ସନ୍ଦେହଜନକ ଲିଙ୍କ ଉପରେ କେବେ ବି କ୍ଲିକ୍ କରନ୍ତୁ ନାହିଁ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।